Hello everyone, this is Saurabh Nag. I welcome you to my YouTube channel Inspire Saurabh. ଆଜିର ଭିଡିଓରେ ଆମେ ଦେଖିବା କିପରି ଭାବେ ଅନଲାଇନରେ ଚେକ୍ କରିପାରିବା ଆମର କୌଣସି ଆକାଉଣ୍ଟ ଆଧାର ଲିଙ୍କ ଅଛି या ନାହିଁ। ଅନଲାଇନରେ ଏହାକୁ ଚେକ୍ କରିବା ପାଇଁ ପ୍ରଥମେ ଆପଣଙ୍କୁ କୌଣସି ଏକ ବ୍ରାଉଜରରେ ସର୍ଚ୍ଚ କରିବାକୁ ପଡିବ ଆଧାର ଲିଙ୍କ। ଆଧାର ଲିଙ୍କ ସର୍ଚ୍ଚ କଲା ପରେ ଆପଣଙ୍କୁ ଏଣ୍ଟର ମାରିବାକୁ ପଡିବ। ତାପରେ ଆପଣଙ୍କ ଯୋଉ ପ୍ରଥମ ଅପସନ ଆସିବ ତାପରେ କ୍ଲିକ୍ କରିବାକୁ ପଡିବ। ତାପରେ କ୍ଲିକ୍ କଲା ପରେ ଆପଣଙ୍କୁ ଏଠାରେ ଲଗଇନ୍ କରିବାକୁ ପଡିବ। ଏଠାରେ ଲେଖାଯାଇଛି ବ୍ୟାଙ୍କ ସେଟିଂ ଷ୍ଟାଟସ। ଏହା ଉପରେ ଆପଣ କ୍ଲିକ୍ କରିବାକୁ ପଡିବ। ଯେତେବେଳେ ଏହା ଉପରେ ଆପଣ କ୍ଲିକ୍ କରିବେ ଆପଣଙ୍କ ପାଖରେ ଏଇଭଳିଆ ଆସିବ। ଆପଣ ଏଠାରେ ଆପଣଙ୍କ ଆଧାର ନମ୍ବର ଦେବେ ଯୋଉଟା କି ଆପଣଙ୍କ ମୋବାଇଲ ନମ୍ବରରେ ଲିଙ୍କ ହେଇଯିବ। ଆଧାର ନମ୍ବର ଦେଲା ପରେ ଆପଣଙ୍କୁ ଏଠାରେ କ୍ୟାପ୍ଚା ଫିଲ୍ଅପ୍ କରିବାକୁ ପଡିବ। କ୍ୟାପ୍ଚା ଫିଲ୍ଅପ୍ କଲେ ଏଠାରେ ଲଗଇନ୍ ଗୋଟେ ଓଟିପି ମାରିବେ। ତାପରେ ଆପଣଙ୍କ ମୋବାଇଲକୁ ଓଟିପି ଯିବ ଯୋଉଟା କି ଆପଣଙ୍କୁ ଏଠାରେ ଦେବାକୁ ପଡିବ। ଏହାପରେ ଆପଣଙ୍କୁ ଏଠାରେ ବ୍ୟାଙ୍କ ସେଟିଂ ଷ୍ଟାଟସ ଉପରେ କ୍ଲିକ୍ କରିବାକୁ ପଡିବ। ଯୋଉଟା ଭଳିଆ ଶୋ ହବ। ଯଦି ଏଭଳିଆ ଶୋ ହଉଛି ଏଠାରେ ଲେଖାଯାଇଛି କି କଂଗ୍ରାଚୁଲେସନ ୟୋର ଆଧାର ବ୍ୟାଙ୍କ ମ୍ୟାପିଂ ହାଜ ବିନ୍ ଡନ୍। ଆପଣଙ୍କ ଆଧାର ବ୍ୟାଙ୍କ ସହିତ ଲିଙ୍କ ଅଛି। ଆପଣଙ୍କୁ ଆଉ କିଛି କରିବାର ନାହିଁ। ଯେତେବେଳେ ଗଭର୍ଣ୍ଣମେଣ୍ଟ କହିବି ପଇସା ପଠେଇବ ତ ଆପଣଙ୍କ ଡିବିଟି ଦ୍ୱାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାପ୍ତ ହେବ। ଏଠାରେ ଆପଣଙ୍କ ବ୍ୟାଙ୍କ ନାମ ଲେଖାଯାଇଛି, ଏଠାରେ ଲେଖାଯାଇଛି ଆକ୍ଟିଭେଟ୍। ଏଇ ଥିଲା ବ୍ୟାଙ୍କ ଆକ୍ଟିଭେଟ୍ ପ୍ରୋସେସ। ଥ୍ୟାଙ୍କ୍ସ ଫର ୱାଚିଂ। ଥ୍ୟାଙ୍କ୍ସ।